ଜେଜେମା ତମେ ଝୋଟି କ'ଣ ପାଇଁ ପକାଉଛ? ମାରେ ଆଜି ହେଉଛି ଦୋଳ ପୁନେଇ। ସେ କ'ଣ ଜେଜେମା? ଦୋଳ ପୁନେଇ ହେଉଛି ଫାଲ୍ଗୁନ ମାସ ପୂର୍ଣ୍ଣମୀ ତିଥିରେ ପାଳିତ ଏକ ପବିତ୍ର ପର୍ବ, ବିଶେଷ କରି ଆମ ଓଡ଼ିଶାରେ। ଏହି ପର୍ବଟି କୃଷ୍ଣ ଓ ରାଧାଙ୍କ ଉପାସନା ସହ ଗଭୀର ଭାବରେ ସମ୍ବନ୍ଧିତ ଏବଂ ଆମ ଜଗନ୍ନାଥ ମନ୍ଦିର ସହିତ ମଧ୍ୟ ଜଡ଼ିତ। ଜେଜେମା ଏହି ପର୍ବର ମହତ୍ଵ କ'ଣ? ଏହି ପର୍ବ ହେଉଛି ରାଧାକୃଷ୍ଣଙ୍କ ଦିବ୍ୟ ପ୍ରେମର ପ୍ରତୀକ, ରଙ୍ଗ, ଭକ୍ତି ଓ ଆତ୍ମିକ ଆନନ୍ଦର ଉତ୍ସବ। ଭାରତର ଅନେକ ସ୍ଥାନରେ ହୋଲିର ପୂର୍ବ ସନ୍ଧ୍ୟାରେ ଅଗ୍ନି ପ୍ରଜ୍ୱଳିତ କରାଯାଏ। ଏହାକୁ ହୋଲିକା ଦହନ କୁହାଯାଏ। ଏହା ଅସତ୍ୟ ଉପରେ ସତ୍ୟର ବିଜୟ ଏବଂ ଅଧର୍ମ ଉପରେ ଧର୍ମର ଜୟର ପ୍ରତୀକ। ଓଡ଼ିଶାରେ ଏହାକୁ ଦୋଳ ଯାତ୍ରା ବୋଲି ମଧ୍ୟ କୁହାଯାଏ। ଆଉ କ'ଣ ହୁଏ ଜେଜେମା? ମାରେ ରାଧାକୃଷ୍ଣଙ୍କ ମୂର୍ତ୍ତିକୁ ସୁନ୍ଦର ଭାବରେ ସଜା ହୋଇଥିବା ଦୋଳ ବିମାନରେ ବସାଯାଏ। ଗାଁ କିମ୍ବା ମନ୍ଦିର ପରିକ୍ରମା କରାଯାଏ। ଭକ୍ତମାନେ ଭଜନ କୀର୍ତ୍ତନ ଗାଇଥାନ୍ତି। ଦେବଦେବୀଙ୍କୁ ମୃଦୁ ଭାବେ ଦୋଳାଯାଏ। ଫୁଲ, ଅବିର ଓ ଭୋଗ ଅର୍ପଣ କରାଯାଏ। ଭୋଗରେ କ'ଣ ଅର୍ପଣ କରାଯାଏ ଜେଜେମା? ମାଲପୁଆ, ଚୁଡ଼ା ଦହି, ଫଳ, ବିଭିନ୍ନ ମିଠା, କ୍ଷୀରି ଓ ବିଶେଷ ପ୍ରସାଦ ଅର୍ପଣ କରନ୍ତି। ଆତ୍ମିକ ଅର୍ଥ ହେଉଛି ଜୀବନରେ ଯେତେ ସୁଖ ଦୁଃଖ ଆସୁ, ଭକ୍ତି ଓ ବିଶ୍ୱାସ ଆମକୁ ସନ୍ତୁଳିତ ରଖେ। ମାରେ ଦୋଳ ବିମାନ କେବଳ ଯାତ୍ରା ନୁହେଁ, ଏହା ଗାଁର ଏକତା ଓ ଭକ୍ତିର ପର୍ବ।